ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଶୁଭ ସକାଳ। ଜଗନ୍ନାଥଙ୍କୁ କାହିଁକି ଜଗନ୍ନାଥ ବୋଲି କୁହାଯାଏ ବନ୍ଧୁମାନେ? ମୁଁ ତ ଗୋଟେ ସମସ୍ତଙ୍କ ଆଖିରେ ଛୋଟ ଭାଇ ପରି ମୁଁ ବିଜୁ ଆପଣମାନଙ୍କ ପାଖରେ ଏତିକି ମୋର ଅଳି ମୁଣ୍ଡିଆଟେ ମାରି ମୁଁ ଆଶୀର୍ବାଦ ସ୍ନେହ ଶ୍ରଦ୍ଧାଟିକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛି। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ଜଗା କାଳିଆକୁ କାହିଁକି ଆମେ ଜଗନ୍ନାଥ ବୋଲି କହୁଛୁ? ସମସ୍ତେ ଏକା ସ୍ୱରରେ ମଧ୍ୟ ପ୍ରତ୍ୟେକ କୋଣ ଅନୁକୋଣରେ ଯେଉଁ ଜାଗାରେ ପ୍ରସାଦ ସେବନର ବ୍ୟବସ୍ଥା ଥାଏ ସେ ଜାଗାରେ ମଧ୍ୟ ନିଜ ପରିବାରରେ ମଧ୍ୟ କାହିଁକି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବୋଲି କହିଥାନ୍ତି? ପ୍ରଭୁ ଜଗନ୍ନାଥ, ତମେ ଏ ସଂସାରରେ ଆମକୁ ତ ବାଟ ଚଲେଇବା ଶିଖିଛ। ତମେ ହିଁ ଆମ ସାହା ଭରସା। ତମେ ଆମକୁ ଏ ସମାଜକୁ ପଠାଇଥିଲ କିଛି ଛୋଟ କୁନି ପିଲାମାନଙ୍କ ପାଇଁ କିଛି କରିବାର ଆଶା ନେଇ ଆମକୁ ଏ ସଂସାରକୁ ପଠାଇଛ ଗୋଟେ ମଣିଷ ରୂପରେ। ପ୍ରଭୁ ଜୟ ଜଗନ୍ନାଥ ବୋଲି ତୁମକୁ ଆମେ ପ୍ରତି ମୁହୂର୍ତ୍ତରେ କହି ବାଟ ଚାଲୁଛୁ। ତେଣୁ ବନ୍ଧୁ ବାନ୍ଧବମାନଙ୍କ ପାଖରେ ମୁଁ ଏତିକି କହିବାକୁ ଚାହୁଁଛି ଯେ ଜଗତର ନାଥ ବୋଲି କାହିଁକି କୁହାଯାଏ? ଜଗ ସମସ୍ତ ଜଗତ ଆଉ ନାଥ ମାନେ ରକ୍ଷକ ପ୍ରଭୁ। ଆଶ୍ରୟ ସେହିପାଇଁ ସେ ଧନୀ ଗରିବ ଛୋଟ ବଡ଼ ଜାତି ଧର୍ମ ଭେଦ ଛାଡ଼ି ସମସ୍ତଙ୍କ ପ୍ରଭୁ ସେ ବଡ଼ ଦେଉଳର ପୂଜା ପାଆନ୍ତି। କାରଣ ଏଟା ତାଙ୍କର ପୀଠ, ପୁରାତନ ପରମ୍ପରାର ଧର୍ମ କେନ୍ଦ୍ର। ଲକ୍ଷ ଲକ୍ଷ ଭକ୍ତ ସେଠାକୁ ଯାଇ ଦର୍ଶନ କରନ୍ତି, ମହାପ୍ରସାଦ ପାଆନ୍ତି, ଭକ୍ତିରେ ଏକତା ହୁଅନ୍ତି, ଆଉ ଏକ ସ୍ୱରରେ ମଧ୍ୟ କହିଥାନ୍ତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବୋଲି। ପ୍ରଭୁ ମୁଁ ଏତିକି ଅଳି ମିନତି ଗୁହାରି କରୁଛି ପ୍ରଭୁ, ତମେ ଏ ଯେଉଁ କୁନି ପିଲାମାନେ ଆଜ୍ଞା ତମ ପାଖରେ ମୋର ଏତିକି ଅଳି ଭିକ୍ଷା, ଆଉ ଇଣ୍ଡିଆରେ ଯେଉଁ ଓଡ଼ିଶାରୁ ବାହାର ରାଜ୍ୟରେ ମଧ୍ୟ ବାହାର ଦେଶ ବିଦେଶରେ ମଧ୍ୟ ତମରି ଧ୍ୱନି ସ୍ୱର ସବୁ ଜାଗାରେ ଶୁଭୁଛି ଆଜ୍ଞା, ଜୟ ଜଗନ୍ନାଥର ଧ୍ୱନି ସ୍ୱର। ତେଣୁ ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ତମେ ଏ କଳି ଯୁଗରେ ତମେ ପ୍ରଭୁ ତାଙ୍କ ପାଇଁ ଆଶୀର୍ବାଦର ହାତ ବଢ଼ାଇ ସେ କୁନି ପିଲାମାନଙ୍କୁ ଆଗକୁ ଆଗକୁ ବଢ଼ାଇବାର ସାହା ଭରସା ହେଇ ତାଙ୍କ ଆଗପଟଠୁ ଆରମ୍ଭ କରି ପଛ ଚାରି ଦିଗରୁ ତମେ ତାଙ୍କୁ ଆଶୀର୍ବାଦ କରି ଆଗକୁ ଆଗକୁ ବଢ଼େଇ ନେଇଯାଉ ପ୍ରଭୁ। ଏତିକି ମୁଁ ତମ ପାଖରେ ତୁମ ନିକଟରେ ଅଳି ଭିକ୍ଷା କରୁଛି ପ୍ରଭୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।